शंकर सदा सरस्वती भगवती निशि सजरा कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय श्री कृष्ण करुणा सिंधु दीनबंधु जगत्पते गोपेश गोपिकाकांत राधाकांत शुक्लांबरं धरं विष्णु शशिवर्णं चतुर्भुजं
মহারাজ এ মথুরা নগর রায় দরবারে আমন্ত্রণ করিয়াছি মান্যগণ্য ব্যক্তি ମାନଙ୍କୁ মহারাজ উপস্থিত অଛନ୍ତି গীতাঞ্জলি দাস নীতি ଦେଇଛି এই আগরপুর ব্লকରେ ଏ ତ এই ମଥୁରା ନଗରୀ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା। ଅଛନ୍ତି ଉପସ୍ଥିତ ଏ ମଥୁରା ନଗର ଅଧୀନସ୍ଥ ବରଗଡ଼ ଜିଲ୍ଲା ଯାଜପୁର ବ୍ଲକର ଚତୁରତା ସହିତ ଦୀର୍ଘ 30 ବର୍ଷ ଶାସନ କରିଛନ୍ତି ଯାଜପୁର ବ୍ଲକର ଅଧ୍ୟକ୍ଷ ଭାବରେ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଆଉ ଅଛନ୍ତି କେତେ ସରପଞ୍ଚ ମାନ୍ୟଗଣ୍ୟ ବ୍ୟକ୍ତି ଆଉ ମୁଁ କରୁଛି ଆଦେଶ ଏଥର ଏକଲା କମିଟିର ସଭାପତି କରିବେ ପରିଚାଳନା ସଭାପତି ମହୋଦୟଙ୍କୁ ନିମନ୍ତ୍ରଣ କରିବେ। ମହାରାଜ ମଥୁରା ଅଧିପତି ଉଗ୍ରସେନଙ୍କର ଆଦେଶ କ୍ରମେ ସଭାପତି ଉପସ୍ଥିତ ରହି କିଞ୍ଚିତ ବକ୍ତବ୍ୟ ପ୍ରଦାନ କରିବେ। ଶ୍ରୀଯୁକ୍ତ ସଭାପତି ମହୋଦୟ ଧନ୍ୟବାଦ। ଭୋଜବଂଶର ମୌଡଣୀ ମହାରାଜ ଉଗ୍ରସେନ ହେଲେ କାହିଁକି ପ୍ରଜାମାନେ ନଦେଲେ ହରେଇ ବୋଲ କଣ ତ୍ରୁଟି ଅଛି ନିର୍ଭୟ କର ପ୍ରକାଶ মহারাজ মহারাজ সপ্তবংশ মধ্যে শ্রেষ্ঠ এই ভোজবংশ ভোজবংশ ললাট মুকুট মণি বিষ্ণু ভক্ত রাজাধিরাজ স্বয়ং রাজা উগ্রসেন এই মথুরা রাজ্য গোলক বিহারী বিষ্ণুঙ্কর কৃপা বলে নাহি অনাবৃষ্টি নাহি দরিদ্রতা এই মথুরা রাজ্যে বহু মহামন্ত্রী অগ্র আবর্তক সাবর্তক দৃঢ় পুষ্কর চারিবে ঘটেই সুবৃষ্টি করুছি ইন্দ্র যথাকালে মথুরা রাজ্যে সতরে মহামন্ত্রী মথুরার সর্ব প্রজাগণ মহাসুখে কাটুছন্তি কাল কিন্তু କଣ କିନ୍ତୁ ମହାମନ୍ତ୍ରୀ ଅଗ୍ର ନିର୍ଭୟରେ କର ପ୍ରକାଶ ଘୋର ବିପର୍ଯ୍ୟୟ ଘଟିବାକୁ ଯାଉଅଛି ମଥୁରା ରାଜ୍ୟରେ କଣ କହୁଛ ମହାମନ୍ତ୍ରୀ ଅଗ୍ର ନିର୍ଭୟରେ କର ପ୍ରକାଶ ଦେଉଛି ଆଦେଶ ଭୂୟବଂଶର ମହୋଦମଣି ମହାରାଜ ଉଗ୍ରସେନ ଏ ମହାଭାଗ কি কহিবি মুহি তুণ্ডে মর আসু নাহি ভাষা তথাপি মথুরার সর্ব প্রজাগণ ভয় আতঙ্করে কাটুছন্তি কাଳ କଣ କହୁଛ ମହାମନ୍ତ୍ରୀ ଅଗ୍ର କାହିଁକି কাহিকি কাহিকি না ଆପଣଙ୍କ ଜ୍ୟେଷ୍ଠ ପୁତ୍ର କଂସ ଦୁଷ୍ଟ ଅସୁର ମାନଙ୍କୁ ନେଇ ନିଜ ସାଥେ କରୁଅଛି ନାନା ଅତ୍ୟାଚାର ମୋର ଜ୍ୟେଷ୍ଠ ପୁତ୍ର କଂସ ପୁଣି ମଥୁରା ବ୍ୟବହାର କରୁଛି ଅନ୍ୟ ଅତ୍ୟାଚାର ତାର ଅତ୍ୟାଚାରୀ ପ୍ରଜାଗଣ ଭୋଗୁଛନ୍ତି ଅଶେଷ ଯନ୍ତ୍ରଣା କଣ କହୁଛ ମହାମନ୍ତ୍ରୀ ଅଗ୍ର ନଗ ବିଦ୍ରୋହରେ ଭୟବଂଶର ମୌଡ ମଣି ମହାରାଜ ଉଗ୍ରସେନ
কিন্তু ଆପଣ ତ ବିଷ୍ଣୁ ଭକ୍ତ ପୁତ୍ର ପରି ପାଲୁଥିଲେ ପ୍ରଜା ପ୍ରଜା ସୁଖେ ସୁଖୀ ପ୍ରଜା ଦୁଃଖେ ଦୁଃଖୀ କିନ୍ତୁ ଆପଣଙ୍କ ପୁତ୍ର ହୋଇ ସେ ପୁଣି ଏହି ମଥୁର ରାଜ୍ୟରେ କରୁଅଛି ନାନା ଅତ୍ୟାଚାର ତାର ଅତ୍ୟାଚାରେ ଲାଞ୍ଛିତ ବାଞ୍ଛିତ ଅପମାନିତ ଶୋଷିତ ଏ ମଥୁରାର ସର୍ବ ପ୍ରଜାଗଣ କହୁଛ ମହାମନ୍ତ୍ରୀ ଅକୁର ଗୋଟେ ଆମ ବିଷ୍ଣୁ ଭକ୍ତ ମୋର ପିତା ଦିନେ ଉଦ୍ଧାରକ ଦିନ ଦିନ ମାସ ମାସ ବର୍ଷ ବର୍ଷ ଏ ମଧୁର ନଗର କହିଲେ ଶାସନ ତାଙ୍କ ଏକମାତ୍ର ପୁତ୍ର ଏହି ଉଗ୍ରେସନ ଆଜି ମୁଁ ମଧୁର ନଗର ଦିନ ଦିନ ମାସ ମାସ ବର୍ଷ ବର୍ଷ କରିଛି ଶାସନ କେହି ହେଲେ ପାଇନାହିଁ ଦୁଃଖର ଯନ୍ତ୍ରଣା ଛାବ ଆଜି ଯାଇଥିଲା ପାରିଧିକୁ ଯାଇଥିଲା ମଥୁରା ନଗରୀ ଆପଣ ତ ପ୍ରଜାନୁରଞ୍ଜକ ପ୍ରଜାବତ୍ସଳ ଆପଣ କଣ ଏଇ ପ୍ରଜାମାନଙ୍କର ଅନ୍ତରର ବେଦନା ବୁଝିପାରିଲିନି ଛାବୁ ଜାଣିଲେ ମହାମନ୍ତ୍ରୀ ଅକୁର ଯେତେବେଳେ ଗଲି ପାରିଧି ମାତୃଭକ୍ତି ମା ମାଉସୀ ମାନେ ଦେଉଥିଲେ କେତେ ଫୁଲ ହୁଲି କିନ୍ତୁ ସେମାନଙ୍କ ଅନ୍ତରରେ ରହିଥିଲା କେତେ ଯେ ଭୟ କେତେ ଯେ ଯନ୍ତ୍ରଣା ମୁଁ ଅନୁଭବ କରିପାରିଛି ଛାବୁ ହଁ ମହାମନ୍ତ୍ରୀ ନିଶ୍ଚୟ ତମ ବାକ୍ୟ ହୋଇବ ସତ୍ୟ କାହିଁକି ପ୍ରଜାମାନେ ମହାପ୍ରତାପୀ କଂସର ଭୟରେ ମୋର ସମ୍ମୁଖରେ ହୋଇନାହାନ୍ତି ଉପସ୍ଥିତ ସତରେ ସତରେ ମହାମନ୍ତ୍ରୀ ଏହାର ଉପାୟ କଣ ଅଛି ନିର୍ଭୟରେ କର ପ୍ରକାଶ ଛାବୁ ଏଇ ଆପଣଙ୍କ ବିଶ୍ୱସ୍ତ ଅକ୍ରୂର ଆପଣଙ୍କ ଚାହେଁ ଅନୁମତି ହେଉଛି ମହାମନ୍ତ୍ରୀ ଅକ୍ରୂର ଅନୁମତି ନିର୍ଭୟରେ କର ପ୍ରକାଶ ବରଂ ଏକ ଗୁଣିପୁତ୍ର ନଜମୂର୍ଖ ସୈନ୍ୟକେ ଏକ ଚନ୍ଦ୍ରସ୍ତବୋ ହନ୍ତି ନଚ ତାରା ଗଣେ ବୀଜ ବଂଶରେ ଶହ ଶହ ମୂର୍ଖ ପୁତ୍ର ଅପେକ୍ଷା ଏକମାତ୍ର ଗୁଣବାନ ପୁତ୍ର ଶ୍ରେୟସ୍କର ଗୋଟାଏ ଅନ୍ୟାୟ ଅତ୍ୟାଚାରୀ ପୁତ୍ରକୁ ରାଜ୍ୟଭାର ଅର୍ପଣ କରିବା ଅପେକ୍ଷା ବରଂ ଜ୍ୟେଷ୍ଠ ପୁତ୍ର ପରିବର୍ତ୍ତେ କନିଷ୍ଠ ପୁତ୍ର ସନାତକୁ ରାଜ୍ୟଭାର କରିଲେ ଅର୍ପଣ ଅବଶ୍ୟ ମଙ୍ଗଳ ହୋଇବ ମଥୁରା ରାଜ୍ୟରେ କଣ କହୁଛ ମହାମନ୍ତ୍ରୀ ଅକୁର କେବେ କନିଷ୍ଠ ସିଂହାସନ ଆରୋହଣ କରିପାରିବ ନାହିଁ କାହିଁକି ନା ସତ୍ପୁତ୍ର ହିଁ ବଂଶର କାର୍ଯ୍ୟରେ ଆସେ ଜ୍ୟେଷ୍ଠ ଭାଗ ହେଉଛନ୍ତି ପିତା କହିଲେ ଅକୁର ତା ଭଳି ଗୋଟାଏ ଅନ୍ୟାଚାରୀ ଅବିଚାରୀ ବ୍ୟଭିଚାରୀ ଗୋଟାଏ ଦୁଷ୍ଟ ପୁତ୍ର ହସ୍ତେ এই পবিত্র মথুরা রাজ্যের রাজ্যভার করিলে অর্পণ মহামন্ত্রী নগর বিচলিত জ্যেষ্ঠ পুত্র থাউ থাউ কনিষ্ঠ পুত্রକୁ ନ ଦେବି ରାଜ୍ୟର ଦାୟିତ୍ୱ ଏହା ହେବ ଭୂୟ ବଂଶର ଅପମାନ
ଆସିବ ଯେତେବେଳେ ମହାପ୍ରତାପୀ କଂସ ରାଜ ଦରବାରେ ତାଙ୍କୁ ବୁଝାଇ ସୁଝାଇ କହିବା ରେ ପୁତ୍ର ଏ ମଥୁରା ନଗରେ ନ କର ଅନ୍ୟ ଅତ୍ୟାଚାର ନ ରହନ୍ତୁ ପ୍ରଜାଗଣେ ଅଶାନ୍ତିରେ ଆପଣଙ୍କ ଯାହା ହେବ ମୁଁ ତ ଆପଣଙ୍କ ବିଶ୍ୱସ୍ତ ମନ୍ତ୍ରୀ ଯାହା ମୋ ମନରେ ଆସିଲା ଏଇ ମଥୁରାର ମଙ୍ଗଳ ପାଇଁ ମୁଁ ଆପଣଙ୍କ ପାଖରେ ମୋର ଅନ୍ତରର ବ୍ୟଥାଟାକୁ ପରିପ୍ରକାଶ କରିଛି। ସେଥିପାଇଁ ତ ଏ ଭଳିଆ ବଂଶେ ଦିନ ଦିନ ମାସ ମାସ ବର୍ଷ ବର୍ଷ ମହାମନ୍ତ୍ରୀ ଭାବରେ କରିଛି ନିଯୁକ୍ତି କରୁନାହିଁ ମୋର ଅବିଶ୍ୱାସ କନିଷ୍ଠ ପୁତ୍ରକୁ ନ ଦେବି ରାଜ୍ୟର ଦାୟିତ୍ୱ ମୋର ଜ୍ୟେଷ୍ଠ ପୁତ୍ର କଂସ ଯାଇଛି ପାରେନି ଆସିବ ନିଶ୍ଚୟ ରାୟ ଦରବାରେ ତାଙ୍କୁ ବୁଝାଇ ସୁଝାଇ କହିବି ସେ ମଥୁରା ନଗରେ ନ କରିବ ଅନ୍ୟ ଅତ୍ୟାଚାର ପୁତ୍ର ସନାସ ପିତାଶ୍ରୀ ଦିଅନ୍ତୁ ଆଦେଶ ପିତାଶ୍ରୀ କି କାର୍ଯ୍ୟ କରିପାରିବି ମୁଁ ନା ପୁତ୍ର ସନାସ ଧନ୍ୟ ମନେ କରୁଛି ଭଜ ବଂଶର ମୌଡ଼ମଣି ମହାରାଜ ଅଗ୍ରସେନ ମୋର ମହାମନ୍ତ୍ରୀ ଅଗ୍ର କହିଗଲେ କେତୋଟି ଶବ୍ଦ ଆଉ ସେଇ ଶବ୍ଦରେ ଅଛି କଂସର ଚରିତ୍ରର ଗାଥା କିନ୍ତୁ ଆଜି ଭଜବଂଶର ମୌଡ଼ମଣି ଧନ୍ୟ ମନେ କରୁଛି ନା ମୋର ଜ୍ୟେଷ୍ଠ ପୁତ୍ର ସପକ୍ଷରେ ଦେଇଛି ବପ କହିଗଲା ନା ପିତା ମୋର ଜ୍ୟେଷ୍ଠ ଭ୍ରାତା ଥିବା ପର୍ଯ୍ୟନ୍ତ କେବେ ବି ମୁଁ ନ ନେବି ରାଜ୍ୟର ଦାୟିତ୍ୱ ଧନ୍ୟ ପୁତ୍ର ପିତାଶ୍ରୀ ଧନ୍ୟ ହେ ମହାଭାଗ ରାଜା ଆପଣ ତ ରାଜା ତ ସାକ୍ଷାତ କଲ୍ପବୃକ୍ଷ ତସ୍ୟ ଦୃଷ୍ଟି ଯସ୍ୟ ପରିପତତି ତସ୍ୟ ଦଣ୍ଡ ନାଶଂ ଯସ୍ୟ ଜନୈ ଯଦି ଅନ୍ୟୟଂ ক্রিয়তে প্রতিকার্থম তুভ্যম নিবেদ্যতে ত্বম এবং অন্যায় কর্তুম প্রবৃত্তঃ অধুনা কহবা নিবারয়িষ্যতি রাজা যদি নিজে অন্যায় করে তাকে কে বারণ করিব ছাব ହଁ ମହାମନ୍ତ୍ରୀ ବିଦ୍ୟାଦୟାତି ବିନୟମ୍ ଲୋଭଃ ପାପସ୍ୟ କାରଣମ୍ ସର୍ବସ୍ୟ ଲୋଚନ ଶାସ୍ତ୍ରମ୍ କୀର୍ତ୍ତିଯସ୍ୟ ସଜୀବତି ନାସ୍ତି କ୍ରୋଧଃ ସମରିପୁ ଗତସ୍ୟ ସୁତରା ନାସ୍ତି ଧର୍ମେଣ ହୀନା ପଶବି ସମାନଃ ମହାଜନ ଜନକତଃ ସପନ୍ଥା সর্বম চন্দ্র গহিতম শরীরম বাপাতায় কার্যম সাদায় জননী জন্মভূমি সমাদসে দুঃখ করিদসি সদসে পূজ্যতে রাজা বিদ্বান সর্বত্তম পূজ্যতে এ তো মোর পাই বহু বিড়ম্বনা কাহিকি না ছাব এই পবিত্র ভোজবংশরে জনে রাজা হেবা পাই তার যোগ্যতা তো থিবা আবশ্যক গোটে প্রজার যন্ত্রণা যদি রাজা বুঝি পারিবনি গোটে প্রজার অন্তরর ব্যথাকে যদি রাজা বুঝি পারিবনি তা পরিবর্তে যদি সে প্রজাঙ্ক উপরে অন্যায় অত্যাচার ব্যভিচার করে চালিব সেপরি রাজাকে যদি এই পবিত্র ভোজ সিংহাসନରେ অধিষ্ঠিত করা যায় কଣ ହେବ ଏ ମଥୁରାର ପ୍ରଜାମାନଙ୍କର ଭବିଷ୍ୟତ আকাশে চন্দ্রমা ভাতি পদ্মম ভাতি সরোবরে সুপুত্র তো কুলে ভাতি সুরূপ ধরণী তোলে রাত্র দীপ
का भाती काय का कलंकम भ्रांति पुष्पेषु भ्रमरा तथा तेणु এই দিনহীন কিঞ্চন সফলার সুত শেষথর পাই কনে অরুণধ জ্যেষ্ঠ পুত্র কংস পরিবর্তে কনিষ্ঠ পুত্র সনাসকু রাজ্যভার করন্তু অর্পণ নচেত এই পবিত্র ভোজবংশ হেব কলঙ্কিত ছামু হেব কলঙ্কিত যে মহামন্ত্রী অকুর হেলে এ ভজবংশর মৌড়ী মহারাজ উগ্রসেন নিরূপণ মোর জ্যেষ্ঠ তনয় মহাপ্রতাপী কংস কিবা পরিবর্তে কনিষ্ঠ পুত্র গুণদেবী রাজ্যর দায়িত্ব ଯାହା ଆପଣଙ୍କ ଇଚ୍ଛା ଛାବ ମୁଁ ଆପଣଙ୍କୁ ଏ ଦିନହୀନ କିଞ୍ଚନ ସଫଳା ସୁତ ଅକ୍ରୁର ଆପଣଙ୍କୁ ବାଧ୍ୟ କରିବାର ଶକ୍ତି ମୋର କାହିଁ ଜାଣିଛି ମହାମନ୍ତ୍ରୀ ଅକୁର ଯେଉଁ ବାକ୍ୟ ମୋର ସମ୍ମୁଖରେ କରୁଛ ପ୍ରକାଶ ଗୋଟେ ତାହା ନିରାଟ ସତ୍ୟ ଯାଇଥିଲି ପାରେଦି କହିଗଲା ଏକ ପ୍ରୟା ହେ ରାଜନ ଆପଣ ମଥୁରା ନଗରରେ କରୁଛନ୍ତି ଶାସନ ଆମେ କିପରି ଦେବୁ ରାଜକୋଷକୁ ଖଜଣା କଣ କହୁଛ ପ୍ରୟାଟି କହିଗଲା କଣ କହିଗଲା ଛାବ ଏତେ ଧାନ ମଣ୍ଡିକୁ ନେଲା ପରେ ମଧ୍ୟ ହୋଇନାହିଁ ବିକ୍ରି ବଜାରକୁ ନେଇ ମୁଁ କିଲୋ ପ୍ରତି 10 ଟଙ୍କା କରୁଅଛି ଖରା ବର୍ଷା ଶୀତ କାକର ସହି ଏହି ନିରୀହ ପ୍ରଜା କେତେ କଷ୍ଟରେ ସେ ତା କ୍ଷେତରେ ନିଜର ଲହୁ ଲୁହ ଦେଇ ସୁନାର ଫସଲ ଫଲଉଛି କିନ୍ତୁ ତା ଫସଲର ଉଚିତ ମୂଲ୍ୟ ପାଉନି ହଁ ମହାମନ୍ତ୍ରୀ ଅକୁର ଦେଇଅଛି ନିଯୁକ୍ତି ମଥୁରା ନଗରରେ କଳିଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଲେ ଘୋଷଣା ପ୍ରତି କୁଇଣ୍ଟାଲରେ 3100 ଟଙ୍କା ପୟା କରିବେ ପ୍ରଦାନ ହେଲେ ମହାରାଜ ଅଗ୍ରେସର ବାକ୍ୟ ବି କରୁଛି ଅମବାନା ପ୍ରଜା ମାନେ ଧାନ ମଣ୍ଡିରେ ପାଉଛନ୍ତି କେତେ ଦୁଃଖର ଯନ୍ତ୍ରଣା ଅଦ୍ୟାବିଧି ଚାଷୀମାନଙ୍କର ଉଠୁନାହିଁ ଧାନ ପ୍ରଜାଟି ଅତି ବିକଳ ସହିତ ନୟନରେ ବହି ଯାଉଥିଲା ଅଶ୍ରୁ କହିଗଲା ହେ ରାଜନ ଆଜି ଅସୁବିଧାର ସମ୍ମୁଖୀନ ଅଛୁ ମଥୁରା ନଗରବାସୀ ତାର କିପରି ଉପାୟ ଅଛି ତୋର ପ୍ରକାଶ ଛାବ ବେଳ ଯେ ଅତିକ୍ରାନ୍ତ ହେଇଯାଉଛି କିନ୍ତୁ ଗୋଟିଏ କଥା ମୋ ମନ ମଧ୍ୟରେ ବାରମ୍ବାର ପ୍ରତିଧ୍ୱନିତ ହେଉଛି ଛାବ କଣ ମହାମନ୍ତ୍ରୀ ନିର୍ଭୟରେ ତୋର ପ୍ରକାଶ ଆପଣଙ୍କ ବେନି କନ୍ୟା ଦେବକୀ ଦୈବକୀ ବିଭାଯୋଗ୍ୟ ହୋଇଲେଣି ଆପଣଙ୍କ ବେନି କନ୍ୟା ଦେବକୀ ଦୈବକୀ ତେଣୁ କୁଲରୀତି ଅନୁଯାୟୀ ବିବାହ କାର୍ଯ୍ୟ ବିଧିମତେ କରିଲେ ସମ୍ପନ୍ନ ପିତୃ କାର୍ଯ୍ୟ ହୋଇବ ଛାବ ଦେବକୀ ଦେବକୀର ବିବାହ କରିବା ସମ୍ପନ୍ନ ହେଲେ ଗୁରୁ ଉପଯୁକ୍ତ ପାତ୍ରର ଆବଶ୍ୟକ ଉପଯୁକ୍ତ ପାତ୍ର ସନ୍ଧାନ କରିବା ପାଇଁ ଦେବର୍ଷି ନାରଦଙ୍କ ପରାମର୍ଶ ନେବା ବିଧେୟ
নারায়ণ এতো শান্তাকারম নারদ মহর্ষি ভোজগ শয়নম পদ্মনাভম সুরেশম বিশ্বাধারম গগন সদৃশম মেঘবর্ণাম শোভাকান্তম কোমল নয়নম যোগীর্বিধানাগম্যম বন্দে বিষ্ণু ভবভয়হর সর্বলোকৈকনাথ आउ डाकी भी कहते मुँह डाकी भी कहते कोला ठाकुर आउ डाकी भी कहते मुँह डाकी भी कहते कोला ठाकुर जगदागी मोर पंथा कोला तुझी जगदागी मोर पंथा कोला तुझी जगवन सुनी मदन मोर সতযুগে এলো বামন বলঞ্চারে মাগিল দান সতযুগে এলো বামন বলঞ্চারে মাগিল দান তিনি পাদ জমি মাগিল ছলরে তিনি পাদ জমি মাগিল ছলরে বলিকি চাপিল পাতল পুরা আইভান হব দীর্ঘায়ু হব যশস্বী হব কল্যাণ হব কোহর কোহে নারদ মহর্ষি নারায়ণ 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 কি কারণে আবার এই রাজত শুনব কাহি পাই মুখ তব বিষয়ী মনি কাহি পাই মুখ তব বিষয়ী মনি আরে ও
দেবর্ষি পবিত্র ভোজবৎসর গৌর বড়ি রাজা উগ্রসেনঙ্কর প্রেণী কন্যা দেবকী দৈবকী বিভাযোগ্য হইলেনি বেণী কন্যা দেবকী দৈবকী তেণু সদা সর্বদা চিন্তিত রাজা উগ্রসেন কাহিনী চিন্তা করছু আরে দেবর্ষি যথা শিক্ষক করন্তু প্রকাশ তাহলে শুনো সুদেবানন্দন বসুদেব জান তব পাত্র সুদেবানন্দন বসুদেব জান উত্তম পাত্র শুভলতা দেখি দেবকী সহিত নিশ্চয় বলিব বারে কথা শুণ বিবাহ কলে তমকি জানরে মোর কথা তুমান এই তো পরম সৌভাগ্য ছিল বিষ্ণু ভক্ত সুদেব নন্দন বসুদেব নারদ মহর্ষি সুদেব বসুদেব মোর কন্যাকে করিবি প্রদান ধন্য মনে করছি আজি এ ভজ বংশর বৌরব মুনি মহারাজ অগ্রেসর কিন্তু যাব সুদেব নন্দন বসুদেব ଆଉ ଦେବକୀର ବିବାହ ଲଗ୍ନ ଆମେ କିପରି ସ୍ଥିର କରିପାରିବା ନାରାୟଣ 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 ବସ ଅଖଣ୍ଡ ତାହେଲେ ସେହି ଗାର୍ଗବ ମୁନିଙ୍କୁ ସେ ହେଉଛନ୍ତି ରାଜପଣ୍ଡିତ ତାଙ୍କୁ ରାଜଉଆସ ରଖି ଉପଯୁକ୍ତ ଲଗ୍ନ ସ୍ଥିର କରିବେ ତାହେଲେ ବସ ବିଦାୟ ଦିଅ ଏ ନାରାୟଣ হে নারদ মহর্ষি ব্রহ্মার তনয় এ ভজ বংশর বৌরবরে অগ্রেসর করুণাহত চলনা মোর গুরুদেব গার্গ মহর্ষি দেবে শুভবেলা
ধন্য হে নারদ মহর্ষি ধন্য ধন্য নারদজি ভগবান মহারাজ তাহলে বিদায় জীবী মুহে বৈকুণ্ঠভুবন শ্রীমান নারায়ণ নারায়ণ শ্রীমান ଆମ କନ୍ୟା ମାନଙ୍କର ଭବିଷ୍ୟତ ଆଜି ଭଜବଂଶ ଏବଂ ଯଦୁବଂଶ ସହିତ ହେବା ସଂସର୍ଗ କହିଗଲେ ନାରଦ ମହର୍ଷି ସେଥିରେ ତୁମ ମତ କଣ ନିର୍ଭୟ তোমাদের ভিতরে মধ্যে কত স্বামী কোটবনিয়া পারবার মা বাবা অমঙ্গ স্বামী বিবাহ করবা ହେଉଛି উৎপত্তি ଧନ୍ୟବାଦ କରୁଛି ଆଜି ଭଗବାନଙ୍କର ମହୋଦୟ ମୋର ସାଧା ଧର୍ମୀ ଇନ୍ଦୁମତି ଆଣି ଯେଉଁ ଦେବୀଙ୍କ ପ୍ରସ୍ତାବ ସତ୍ସଙ୍ଗମାନେ କରିବେ ଗ୍ରହଣ ମହାମନ୍ତ୍ରୀ ଅକ୍ରୁର মহারাজ ପ୍ରେରଣା କର ସେନାପତିଙ୍କୁ সেনাপতি নেই আসো গুরু গার্গ্য মহর্ষিଙ୍କୁ যথাশস্ত্র রাজাଙ୍କର রাজদর রাজা ହେ ପ୍ରଣାମ କରୁଛି ପ୍ରଣାମ শুভম ভবতু শুভম ভবতু ভগবান সদা তোমারি মঙ্গল করবতু হে রাজা হঠাৎ কাহিঁকি নিমন্ত্রণ করি মহর্ষি গার্গ্যଙ୍କୁ ହଁ কি অমঙ্গল ঘটিଅছি মথুরা নগরী ହେ ଗୁରୁଦେବ ଆସିଥିଲେ ନାରଦ ମହର୍ଷି କହିଗଲେ ଯଦୁବଂଶେ ଭଜବଂଶ ହେବ ବିଦ୍ୟୁତ ସ୍ଥାପନ ଆଉ ମୋର ଗୁରୁଦେବ ଗାର୍ଗ ମହର୍ଷି ଦେବେ ସେଇ ସୁରବେଳା ଲଗ୍ନ ସେଇ ସୁରବେଳା ଲଗ୍ନରେ ଅପେକ୍ଷା କରିଛି ଭଜବଂଶର ମୌନମଣି ମହାରାଜ ବିଘ୍ନେଶ୍ୱର ये तो अति उत्तम ମୁଁ ଜାଣିଛି ବତ୍ସ ଆପଣ ବଡ଼ ବିରିଗୋଟି କନ୍ୟା ଦେବକୀ ଦୈବଙ୍କୁ ତାଙ୍କରି ବିବାହ ସମୟ ଉପସ୍ଥିତ ହେବି କଥାରେ ଅଛି ବଡ଼ମାନଙ୍କ ଘରେ ଥିଲେ ପିତୃପୁରୁଷଗଣ ବିପରୀତ ପ୍ରଦାନ କରନ୍ତି ଆପଣଙ୍କ ଭାଗ୍ୟରୁ ଜଳ ଗ୍ରହଣ କରି ବିପରୀତ ଫଳ ପ୍ରଦାନ କରନ୍ତି ପୁରାଣର ଲେଖା ତାହା ମଧ୍ୟ କର୍ତ୍ତବ୍ୟ ସମ୍ପାଦନ କରିବା ବିଚାର ଦାୟିତ୍ୱ ଦୁହିତା ଦୁଇ କୁଳ ଦୁହିତା
ମୋର ଗୁରୁଦେବକୁ କହୁଛି ନିହାତି ଅତି ଶୀଘ୍ର ଦିଅ ମହେନ୍ଦ୍ର ବେଲା ଲଗ୍ନ ଆଉ ସୁଦେବର ଦଣ୍ଡରେ ବସୁଦେବେ ମୋର ଅଲିଅଳ କନ୍ୟା ଦେବକୀଙ୍କୁ ବିବାହ କରିବି ସମ୍ପନ୍ନ। ଅବଶ୍ୟ ଅବଶ୍ୟ ବିଦର୍ଭ ମନ୍ତ୍ର ତମ ଘୋଷ ସହିତ ଜୈବ ଶୁଭ ପରିଣୟ ଏବଂ ମଧୁପୁର ରାଜ୍ୟ ରାଜା ସୁଗନ୍ଧ ପୁତ୍ର ବସୁଦେବ ଜାତି ଦେବପୁର ଶୁଭ ପୂରଣ ହୋଇବ ଅବଶ୍ୟ। ଧନ୍ୟ ମନେ କରୁଛି ହେ ଗୁରୁଦେବ ଧନ୍ୟ ମନେ କରୁଛି ଭଗବାନଙ୍କର ମୌଡମଣି ନିର୍ଦ୍ଦେଶନ ମୋ ଗୁରୁଦେବ ମୋର ସମ୍ମୁଖରେ ଅଛନ୍ତି ଉପସ୍ଥିତ ଆଉ କହି ଯାଉଛନ୍ତି କେତୋଟି ଶବ୍ଦ ଏ ଭୂଜ ଅବଶ୍ୟ ନିଶ୍ଚୟ ହେବ ମଙ୍ଗଳ। ବର୍ତ୍ତମାନ ପଞ୍ଚିକା ନିରୀକ୍ଷଣ କରି ଉତ୍ତମ ଲକ୍ଷଣ ବାହାର କରିବାକୁ ଚାହୁଁଥିଲି। ଯଥାଶୀଘ୍ର ପ୍ରକାଶ କରନ୍ତୁ ଗୁରୁଦେବ। ମହାମନ୍ତ୍ରୀ ଅବିଳମ୍ବ କାର୍ଯ୍ୟ ସମ୍ପାଦନ କରିବ ମୋର କର୍ତ୍ତବ୍ୟ। ସୁଦେବ ନନ୍ଦନ ବସୁଦେବ ଆଉ ଦେବକୀ ବସୁଦେବ ଦେବକୀ ଦୈବକୀ ଏବଂ ତମଘୋଷ ଏ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ବସୁଦେବଙ୍କ ରାଶି ରୋହିଣୀ ବୃଷ ଏବଂ ଦେବକୀଙ୍କ ରାଶି ରେବତୀ ମୀନ। ରାଜା ଜନକ ମେଳ ନାଗ ନାରୀ ପଡ଼ିଲା। ଦେବଗଣ ଗୁରୁଦେବ ଉଭୟ ଦେବଗଣ ଆଉ ଉଭୟଙ୍କର ବର୍ମଣ ବୈଶ୍ୟ। ଏଇ ତାଙ୍କରି ଲକ୍ଷ୍ୟରେ ଚନ୍ଦ୍ର ଯୋଗ ରହିଛି। ଏଣୁ ଏଇ ବିବାହ ଅତି ଉତ୍ତମଦାୟକ। କେଉଁ ଲଗ୍ନେ ବସୁଦେବ ସହିତରେ ଦେବକୀଙ୍କୁ କରିଦେଲେ ବିବାହ ଚନ୍ଦ୍ର ରୋହିଣୀ ପରାଏ ପାଇବିକ ଶୋଭା ପ୍ରକାଶ କରନ୍ତୁ ଗୁରୁଦେବ। ମାର୍ଗଶିର ଶୁକ୍ଳ ତୃତୀୟା ରାତ୍ର ଦ୍ୱିପ୍ରହର କନ୍ୟା ଲଗ୍ନରେ ତାର ଚନ୍ଦ୍ର ଯୋଗ ରହିଛି। ତେଣୁ ଏଇ ଲଗ୍ନ ଅତି ଉତ୍ତମ। ସବୁ ମାସ ମାନଙ୍କରେ ମାର୍ଗଶିର ସାର ତୃତୀୟା ତିଥି ଶୁକ୍ଳ ପକ୍ଷ ଗୁରୁବାର ତାରା ଚନ୍ଦ୍ର ଯୁଗ ଶୁଭ ହୋଇଛି ରାଜନ। ଏ ମହେନ୍ଦ୍ର ଯୋଗେ ବିବାହ କାର୍ଯ୍ୟ କରିବା ସମ୍ପନ୍ନ। ପରମ ସୌଭାଗ୍ୟ ଛବ। ମହାମନ୍ତ୍ରୀ ତେବେ ସମଗ୍ର ମଥୁରା ନଗର ଆରାମ ଯାଆନ୍ତୁ ଏହି ସମ୍ବାଦ ଜଣାଇ ଦିଅ ଏବଂ ବିଭିନ୍ନ ରାଜ୍ୟର ରାଜାଙ୍କକୁ କର ନିମନ୍ତ୍ରଣ। ଯଥାବିଧି ବେଦୀମଣ୍ଡପର ନିର୍ମାଣ ଦେବକୀ ବିବାହ ସମ୍ପନ୍ନ ମଥୁରା ଘଟନ୍ତି। ଧନ୍ୟ ଧନ୍ୟ ହେ ଗୁରୁଦେବ ଗାର୍ଗ ମହର୍ଷି ଦେଇଗଲା ପାଇଁ ସୁଭଲ ଲଗ୍ନ ଆଉ ଯଦୁ ବଂଶେ ଭୁଜ ବଂଶ ହେବ ବିବ୍ରତ ସ୍ଥାପନ ଦେଖିଲ ମହାରାଜ हे गुरुदेव এই পবিত্র বিবাহ উৎসবরে আপন হি পৌরহিত্য কার্য সম্পাদন করিবে। ভগবান সদা তোমার মঙ্গল করন্তু। যথাজ্ঞা গুরুদেব। মঙ্গল ভগবান বিষ্ণু মঙ্গল মধুসূদন মঙ্গল পুণ্ডরীকাক্ষং মঙ্গল গরুড়ধ্বজং। हे महाभागो
ବିବାହ କାର୍ଯ୍ୟରେ ଆମର କନ୍ୟା ଦେବକୀଙ୍କର ମତାମତ ଟିକେ ଲୋଡ଼ିବା ଆବଶ୍ୟକ ଛାଡ଼। ଠିକ ଅଛି ମହାମନ୍ତ୍ରୀ, ଆମ ଦେବୀକି ନିଶ୍ଚୟ ତାଙ୍କୁ କହିବା ହେ ମା ଦେବକୀ ଦୁହିତା ଦୁଇ କୁଳ ଦୁହିତା, ସେଥିପାଇଁ କହିଗଲେ ନାରଦ ମହର୍ଷି ଯଦୁ ବଂଶେ ଭୋଜ ବଂଶେ ଏବଂ ମିତ୍ରତା ସ୍ଥାପନ ସୁଦେବ ମାନେ ବସୁଦେବେ ବିବାହ କରିବି ସମ୍ପନ୍ନ। ତୋର ମତାମତ କର ପ୍ରକାଶ। ସେନାପତି ଆମ୍ଭ କନ୍ୟା ଦେବକୀଙ୍କୁ ନେଇ ଆସ ରାଜାଙ୍କ ସମ୍ମୁଖେ। माता ओ प्रणाम ग्रहण करतु। पिताश्री कहीं मते राजसभा मध्य गड़कले। हाँ माँ देवकी, ब्रह्मांड दानव नारद महर्षि କହିଗଲେ ଗୋଟେ ଶବ୍ଦ। କଣ କହିଗଲେ? ଆଉ ସେଇ ଶବ୍ଦଟେ ଅଛି ମୋର କନ୍ୟା ଦେବକୀର କଥା। ପିତାଶ୍ରୀ ଯଦୁ ବଂଶେ ଭୋଜ ବଂଶ ହେବ ମିତ୍ରତା ସ୍ଥାପନ, ଆଉ ସୁଦେବର ନନ୍ଦନ ବସୁଦେବେ କରିବି ପ୍ରଦାନ। ହରେ ମା ଝିଅ ଜନମ ପରଘର, ତେଣୁ ଜ୍ଞାନବନ୍ତ ଗୁଣବନ୍ତ ରୂପବନ୍ତ ସୁଦେବ ନନ୍ଦନ ବସୁଦେବ। ତେଣୁ ବସୁଦେବ ସଙ୍ଗତରେ ପିତା ତୋର କରିଛନ୍ତି ଧାର୍ଯ୍ୟ ସୁହାସରେ ତୋତେ କନ୍ୟାଦାନ କରିବେ ରାଜା। ନିଷ୍କଣ୍ଠରେ କର ପ୍ରକାଶ। ଯଦୁ ବଂଶ ଭୋଜ ବଂଶର ହେବ ମିତ୍ରତା ସ୍ଥାପନ। ପିତାଶ୍ରୀ ଆପଣଙ୍କ ଇଚ୍ଛା ବୁଝାରେ କଣ ମୁଁ ଜାଣିପାରିବି? କହୁଥିଲି ନା ଛବ ଉପଯୁକ୍ତ ପିତାଙ୍କର ଉପଯୁକ୍ତ କନ୍ୟା। କହିଲେ ଆଉ ପିତାର ବାର୍ତ୍ତାକୁ କରିଲ ସମ୍ମାନ। ଧନ୍ୟ ମନେ କରୁଛି ଭୋଜ ବଂଶର ମୌଡ଼ମଣି ଅଗ୍ରେସର। ଆଜି ଝିଅ ଆସିଲେ ଆମ ଗୁରୁଦେବ ମହର୍ଷି ଦେଇଛନ୍ତି ସୁଭଦ୍ରା ଲଗ୍ନ, ଆଉ ସେଇ ସୁଭଦ୍ରା ଲଗ୍ନରେ ବିବାହ କରିବି ସମ୍ପନ୍ନ। ତୋ ଦେଶରେ ଭ୍ରାତା ଯାଇଛି ଆରେ ଦେ ଗୋପପୁର ବ୍ରହ୍ମେ ଆସିନାହିଁ ଏ ପର୍ଯ୍ୟନ୍ତ। କେତେବେଳେ ଚାହୁଁଛି ମୋର ଜ୍ୟେଷ୍ଠ ତନୟ ଆସିବ ରାୟ ଦରବାରେ, ତାରି ସମ୍ମୁଖରେ ମୋର ଅଳିଅର କନ୍ୟା ଦେବକୀ ଲଣ୍ଡନରେ ବସୁଦେବେ କରିବି ପ୍ରଦାନ। ପିତା ଦତ୍ତ କନ୍ୟା ଛବ କାହିଁକି ନା ପ୍ରୌଢ଼ା କନ୍ୟାକୁ ଗୃହରେ ରଖିଲେ ପିତୃଗଣ ନ ପାଆନ୍ତି ଜଳଟା ହସ୍ତରେ। ତେଣୁ ଯଥାକାଳେ କନ୍ୟାଦାନ
କରିବା ତ ପିତାର କର୍ତ୍ତବ୍ୟ। ହେଲେ କାକା ବଡ଼ ଭାଇର କଂସ ସେ ଯାଇଛନ୍ତି ମୃଦୁ ଅଭିନନ୍ଦେ ହେଲେ ସେ ନଥିଲା ବେଳେ ମୁଁ ବିବାହ କରିପାରିବିନି। ନା ଦେବକୀ ଆମ ଗୁରୁଦେବ ଗାର୍ଗ ବସି ଦେଇଛନ୍ତି ଶୁଭବେଲା ଲଗ୍ନ ଆଉ ସେ ଶୁଭବେଲା ଲଗ୍ନରେ ଯଦି ବିବାହ ନ କରିବି ସମ୍ପନ୍ନ ତାହେଲେ ମହାଘଟଣ ଘଟିଯିବ ବା ମହାଘଟଣ ଘଟିଯିବ। ତେଣୁ ମହେନ୍ଦ୍ର ବେଳାରେ ଯଥାଶୀଘ୍ର ବିବାହ କାର୍ଯ୍ୟ କରିବା ସମ୍ପନ୍ନ। ମା ଦେବକୀ ପିତାଶ୍ରୀ ଆମ ଗୁରୁଦେବ ଅଟନ୍ତି ସେହି ଗାର୍ଗ ମହର୍ଷି ତାଙ୍କର ବାକ୍ୟ ନ କରିବା ତାଙ୍କରି ଶୁଭବେଲା ଲଗ୍ନ ବିବାହ କରିବା ସମ୍ପନ୍ନ। ଯେତେବେଳେ ଆମର ଦେଶର ମହାପ୍ରତାପୀ କଂସ ପରେଦରେ ଆସିବ ମଥୁରା ରାୟ ଦରବାରେ ବୁଝାଇ ସୁଝାଇ କହିବି ଏ ପୁତ୍ର ଯାଇଥିଲୁ ଗୋପପୁର ହେଲା ବିଳମ୍ବିତ ଆମ ଗୁରୁଦେବ ଦେଇଥିଲେ ସବୁ ଶୁଭବେଲା ଲଗ୍ନ ଆଉ ସେ ଶୁଭବେଲା ଲଗ୍ନରେ ତୋର ଭକ୍ତିର ବିବାହ କରିବି ସମ୍ପନ୍ନ। ପିତାର ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ କରି ପାଳନ ପାଠ କଲମରେ ନେଇଯିବୁ ସେଇ ବସୁଦେବ ପୁର କେବେ ମୋର ପୁତ୍ର କଂସ ପିତାର ବାର୍ତ୍ତାକୁ ନ କରିବ ପିତାର ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ କରିବ ପାଳନ ପାଠ କଲମରେ ବସାଇ ନେଇଯିବ ସେଇ ଠିକ ଅଛି ପିତାଶ୍ରୀ ତେବେ ଧନ୍ୟବାଦ ଦେବକୀ ପିତାର ବାକ୍ୟକୁ କରୁଛୁ ସ୍ୱୀକାର ଆଉ ଧନ୍ୟବାଦ କରୁଛି ଏ ଭୋଜ ବଂଶର ମହାରାଜ ଯୋଗେଶ୍ୱର ଧୈର୍ଯ୍ୟ ଧର ସାବ ସମୟ ଆସିଲେ ସବୁ କିଛି ଆପେ ଆପେ ସମାଧାନ ହେଇଯିବ। ଚାଲ ପିତାଙ୍କ ସହିତ ଶାନ୍ତିରେ ତମେ ଟିକେ ବିଶ୍ରାମ କର। ସେନାପତି ଯଥାଶୀଘ୍ର ଏକ ନୃତ୍ୟ ଗୀତର ଆୟୋଜନ କର।